ହାଲୋନି ଆଜି କାଟି ହଉନି ଚାଲ ତମର ମୋର ସାଙ୍ଗ ହେଇକି ଡଙ୍ଗା ବତେଇବା। ହଁ ଚାଲ ତମର ମୋର ସାଙ୍ଗ ହେଇକି ଡଙ୍ଗା ବସେଇବା। ବେପେ ମୋ ପାଇଁ ଡଙ୍ଗା ଆଣିନେ କି? ମୁଁ କଣ କରିବି? ମୁଁ ତ ଡଙ୍ଗା ବସିଛନ୍ତି ଆଉ କଦଳୀ ପଟାରେ ଡଙ୍ଗା କରି ବସା ବୁଝିଲୁ। କହିଲା ଡଙ୍ଗା ଆଣିନା ସେ ସୁଲ ଡଙ୍ଗା ଆସିବନି। ଭିତରିକେ ସମସ୍ତେ ସୁଲ ଡଙ୍ଗା ବସୁଛନ୍ତି ମୁଁ କଦଳୀ ପଟାରେ ଡଙ୍ଗା ବସେଇବି? ନାଇଁ ନାଇଁ ମୁଁ କଦଳୀ ପଟାରେ ଡଙ୍ଗା ବସେଇବିନି। ହଇଲେ ତୁ ଯଦି କଦଳୀ ବତାଲ ଡଙ୍ଗା ନ ବତେଇବୁ କାକା ତ ନାଇକି ଡଙ୍ଗା ଆଣିବନିଲେ। ସମସ୍ତେ ତମ ଘରେ କଦଳୀ ବତେଇଲ ବତେଇଛନ୍ତି ବୁଝିଲୁ। ଆଗ କାଳରେ କଦଳୀ ବତେଇଲ ବତେଇଥିଲେ ନା ଏବେ ସିନା ତେଲରେ ବତେଇଛନ୍ତି। ଆତେ ମୋ ତାଙ୍କର ଏତିକି କଦଳୀ ବତେଇଲ ବତେଇବୁ। ନାଇଁ ଗେଣ୍ଡୁ ତୁ ତୋର ଯା ଡଙ୍ଗା ବସେଇବୁ। ମୋର ଆଜି ଡଙ୍ଗା ଆସିନି ମାନେ ମୁଁ ଡଙ୍ଗା ବସେଇବିନି ଆଉ। ହଇଲେ ଡଙ୍ଗା ନ ବତେଇଲେ କଣ ଡଙ୍ଗା ତଳେ ଘାତିବ ଦମା ଆତିବନି। ହଉ ତାନେ ଆଉ କୋଉଠି ଯଦି ମୁଁ ଯାଉଛି ବୁଝିଲୁ। ଠିକ ଅଛି ହଉ ଆତେ ଆତେ। କୁନ୍ତି ମୁଁ ଆଜି ବଜାରରୁ ଭଲ ଇଲିଶ ଶୁଖୁଆ ଆଣିଛି। ମୋ ନାଗି ଆଜି ଇଲିଶ ଶୁଖୁଆ କର ପେଟେ ଖାଇବି ରେ। ବହୁତ ଦିନ ହେଲାଣି ଇଲିଶ ଶୁଖୁଆ ଖାଇ ନାହିଁ। ଇଏ କାର୍ତ୍ତିକ ପୂର୍ଣ୍ଣିମାଟାରେ ତମେ ଆଇଁଷ ଖାଇବା ପାଇଁ ଏମିତି କଣ ହଉଛ ବା? ମଲା ମର ଏ ବୁଢା ସବୁବେଳେ ଆଇଁଷ ଖାଇବା ପାଇଁ ମରୁଛି। ହଇଲୋ କୁନ୍ତି ଏମିତି ତମ ଦେହ ଖାଇ କାର୍ତ୍ତିକ ପୂର୍ଣ୍ଣିମା ଗୁଳି ଯାଉଛି। 5 ଦିନ ପଞ୍ଚକ ପାଳି ତାପର ଦିନକୁ ଛାଡ ଖାଇ କରି ଖାଉଛ। ହେ ମତେ ସେମିତି ଭାବୁଛୁ କି? ହେଇପାରିବ ନାହିଁ। ମୁଁ ଯଦି ପାଳିବି ଭଲିକି ପାଳିବି ନହେଲେ ଜମା କାର୍ତ୍ତିକ ପୂର୍ଣ୍ଣିମା ପାଳିବି ନାହିଁ ରେ। ସାଙ୍ଗମାନେ ଦେଖ ସମସ୍ତେ ଡଙ୍ଗା ବସୁଛନ୍ତି ତାଙ୍କ ଡଙ୍ଗାରେ ପଇସା ମୋମବତୀ କାଢି ଆଣିବା। ପଇସାରେ ଫିଷ୍ଟ କରିଦବା ଆଉ ମୋମବତୀରେ ବାଣ ଲଗେଇଦବା ବୁଝିଲ। ଆରେ ନଟିଆ ଶୁଣେ ସମସ୍ତେ ଡଙ୍ଗା ବସଉଛନ୍ତି ଚାଲେ ତାଙ୍କ ଡଙ୍ଗାରେ ଏକଦମ ଲଗେଇଦବା ଆଉ ଭାରି ମଜା ଲାଗିବ। ଡଙ୍ଗା ପୁରା ଉଡିକି ଛିନଛତ୍ର ହେଇଯିବ। ହଁ ନେଳୁ ଭାଇ ଏ ନେଳୁ ଭାଇ ମତେ ବାଣ ଦେ ମୁଁ ନେଇ ଡଙ୍ଗାରେ ବାଣ ଲଗେଇବି ଆଉ। ଆରେ ଡାଙ୍ଗ ତୁ ଛୋଟ ପିଲାଟା ତୁ ଲଗେଇ ପାରିବୁନି ଆଉ ମୁଁ ଲଗେଇକି ଆଉଛି ଆଉ। ନାଇଁ ନେଳୁ ଭାଇ ମତେ ଦେ ମୁଁ ବାଣ ଲଗେଇବି। ଆରେ ଡାଙ୍ଗ ମୋ କଥା ଥରୁ ଟିକେ ଶୁଣୁ। ନାଇଁ ନାଇଁ ମୁଁ ବାଣ ଲଗେଇବି ନହେଲେ କାହାକୁ ବାଣ ଲଗେଇ ଦେବିନି। ହଇଲେ ନେଉଲ ଲୋକମାନେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ବତେଇ ପୁଣ୍ୟ ଅର୍ଜନ କରୁଥିଲେ। ତମ ଭଳିଆ କେଇଟା ପାପି ମାନେ ଡଙ୍ଗାରେ ବାଣ ଲଗେଇ ପାପ କଲନ୍ତି ସେମାନେ ନର୍କଲେ ବୋଲୁଥିଲେ। ଆରେ ଗାଣ୍ଡୁ ସେମିତି କିଛି ହବନି। ଦେଖେ ଡଙ୍ଗାକୁ କେମିତି ମୁଁ ଧ୍ୱଂସ କରୁଛି ଭାରି ମଜା ଲାଗିବ। ସାଙ୍ଗମାନେ ନଟିଆ ତରଫରୁ ସମସ୍ତ ଦର୍ଶକ ମାନଙ୍କୁ ହାପି କାର୍ତ୍ତିକ ପୂର୍ଣ୍ଣିମା। ଯଦି ଭିଡିଓଟି ଭଲ ଲାଗିଛି ଭିଡିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ କର। ଯଦି ଆମ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ କରିବା ଜମା ଭୁଲିବେନି। ରହିଲି ଜୟ ଜଗନ୍ନାଥ।